ବନ୍ଧୁଗଣ ଆଜି ଗୋଟିଏ ନୂଆ ଜାଗାକୁ ଯାଇସାରିଅଛି। ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ ଏ ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଅବସ୍ଥିତ ଏହି ବ୍ରାହ୍ମଣୀ କୁଣ୍ଡ। ବର୍ତ୍ତମାନ ବ୍ରାହ୍ମଣୀ କୁଣ୍ଡ ପାଖରେ ପହଞ୍ଚି ସାରିଅଛି। ଆପଣମାନେ ଏହି ଭିଜୁଆଲରେ ଦେଖିପାରୁଥିବେ ଏ ହେଉଛି ସେହି ବ୍ରାହ୍ମଣ କୁଣ୍ଡ ରାସ୍ତା। ମୁଁ ବର୍ତ୍ତମାନ ଭିତରକୁ ଯାଉଅଛି। ଆସନ୍ତୁ ଦେଖିବା ଏହି ଭିତରେ କ'ଣ ସବୁ ଅଛି ତାହା ଦେଖିବା। ବର୍ତ୍ତମାନ ମୁଁ ଏହି ବ୍ରାହ୍ମଣୀ କୁଣ୍ଡ ଠାରେ ପହଞ୍ଚି ସାରିଅଛି। ବର୍ତ୍ତମାନ ଦେଖିପାରୁଥିବେ ରାସ୍ତା ଦେଇ ମୁଁ ବର୍ତ୍ତମାନ ବ୍ରାହ୍ମଣୀ କୁଣ୍ଡ ପାଖକୁ ଯାଉଅଛି। ଆପଣମାନେ ଦେଖିପାରୁଥିବେ ଏ ହେଉଛି ସେହି ବ୍ରାହ୍ମଣୀ କୁଣ୍ଡର ସ୍ଥାନ। ଏହା ବାଙ୍ଗିରିପୋଷି ଠାରୁ ପ୍ରାୟ 30-40 କିଲୋମିଟର ଯିବାକୁ ପଡ଼ିବ। ବର୍ତ୍ତମାନ ଭିତରକୁ ଯିବା। ବର୍ତ୍ତମାନ ବ୍ରାହ୍ମଣୀ କୁଣ୍ଡ ଭିତରକୁ ଯିବା। ଚାଲନ୍ତୁ ଦେଖିବା ଏହି ବ୍ରାହ୍ମଣୀ କୁଣ୍ଡ। ଏହି ଦେଖିପାରୁଛନ୍ତି ଏ ହେଉଛି ସେହି ବ୍ରାହ୍ମଣୀ କୁଣ୍ଡ। ଏଠାରେ ବହୁତ ମାଛ ଅଛନ୍ତି। ଯଦି ଆପଣ ଏ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ସବସ୍କ୍ରାଇବ ଗୋଟିଏ ନିହାତି କରନ୍ତୁ। ଯଦି କେବେ ମୁଁ ଭିଡ଼ିଓ ଅପଲୋଡ଼ କରେ ଆପଣଙ୍କ ପାଖରେ ବର୍ତ୍ତମାନ ବ୍ରାହ୍ମଣ କୁଣ୍ଡ ଭିତରକୁ ମୁଁ ଯାଇସାରିଅଛି। ବର୍ତ୍ତମାନ ମୁଁ ଆର ପଟକୁ ଯାଉଅଛି। ଦେଖନ୍ତୁ କିପରି ଲୋକମାନେ ଏହି କୁଣ୍ଡ ଭିତରେ ସେଲ୍ଫି ନେଉଛନ୍ତି। ଦେଖିପାରୁଥିବେ ତା ଭିତରେ କିପରି ପାଣି ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି ଆଉ ବଡ଼ ବଡ଼ ପଥର ସବୁ ଦେଖାଯାଉଅଛି। ଆପଣମାନେ ଦେଖିପାରୁଥିବେ ବହୁତ ବଢ଼ିଆ ଦେଖାଯାଉଅଛି। ଏଇ ବଡ଼ ବଡ଼ ଗଛ ସବୁ କିପରି ଦେଖାଯାଉଛି ଦୃଶ୍ୟ ବହୁତ ଭଲ ଲାଗୁଛି। ମୁଁ ବର୍ତ୍ତମାନ ଆର ପଟକୁ ଯାଉଅଛି। ବର୍ତ୍ତମାନ ମୁଁ ଆର ପଟକୁ ଯାଉଛି ଏବଂ କିପରି ଦେଖାଯାଉଛି ଆପଣମାନଙ୍କୁ ମୁଁ ଦେଖାଇ ଦେଉଛି ଯେ ଏଠାରେ ବହୁତ ମାଛ ସବୁ କିପରି ବଡ଼ ବଡ଼ ଦେଖାଯାଉଛନ୍ତି। ହ୍ୟାଲୋ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟାକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ବହୁତ ମାତ୍ରାରେ ସେୟାର କରନ୍ତୁ ଏବଂ ବେଲ୍ ଆଇକନ୍ ଟିପି ଦିଅନ୍ତୁ।
ଏବଂ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟାକୁ ସ୍କିପ୍ ନକରି ଶେଷ ଯାଏଁ ଦେଖନ୍ତୁ ଏବଂ ଆଗରେ ଆହୁରି ମଧ୍ୟ ଏପରି ଦୃଶ୍ୟ ଦେଖିପାରିବେ। ମୁଁ ବର୍ତ୍ତମାନ ଆରପଟକୁ ଯାଉଛି ଏବଂ ଆରପଟ କି ବର୍ତ୍ତମାନ ମୁଁ ଉପରକୁ ଯାଇସାରିଅଛି। ଏ ବ୍ରାହ୍ମଣୀ କୁଣ୍ଡର ଉପର ପଟ 100 ମିଟର ଉପରକୁ ମୁଁ ଚଢ଼ି ସାରିଅଛି। ବର୍ତ୍ତମାନ ଉପରୁ ଯେଉଁ ଦେଖିପାରୁଛନ୍ତି କିଭଳି ବଡ଼ ବଡ଼ ପଥର ଦେଖାଯାଉଅଛି ଏବଂ ଗଛ ସବୁ କିପରି ବହୁତ ବଢ଼ିଆ ଦେଖାଯାଉଅଛି। ଆପଣମାନେ ଏ ଦେଖିପାରୁଛନ୍ତି, ଏ ହେଉଛି ଉପର ପଟର ଚିତ୍ର। ବର୍ତ୍ତମାନ ମୁଁ ଉପର ପଟରେ ପହଞ୍ଚି ସାରିଅଛି। ଏ ଦେଖିପାରୁଥିବେ ଉପରୁ କି ଭଳିଆ ପାଣି, ଲୋକମାନେ କିପରି ଛୋଟ ଛୋଟ ଦେଖାଯାଉଛନ୍ତି। ବର୍ତ୍ତମାନ ମୁଁ ଉପରେ ରହିଅଛି, ଦେଖିପାରୁଛନ୍ତି ଏ ଚିତ୍ର। ମୁଁ ବର୍ତ୍ତମାନ ଆର ରାସ୍ତାରେ ଯାଉଅଛି, ଦେଖିପାରୁଥିବେ। ଉପର ପଟ ଦେଇ ମଧ୍ୟ ରାସ୍ତା ଅଛି, ଆପଣମାନେ ଦେଖିପାରୁଥିବେ। ଏ ରାସ୍ତା ଦେଇ ମୁଁ ଆରପଟକୁ ଯାଉଅଛି, ଦେଖିପାରୁଥିବେ। ହ୍ୟାଲୋ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆଗକୁ ବହୁତ ଭଲ ହେବାକୁ ଯାଉଛି। ବର୍ତ୍ତମାନ ମୁଁ ଆଉ ଗୋଟେ ରାସ୍ତା ଦେଇକି ମୁଁ ଆରପଟକୁ ଯାଇସାରିଅଛି। ଦେଖିପାରୁଥିବା ରାସ୍ତା, ଏହି ରାସ୍ତା ଦେଇ ବ୍ରାହ୍ମଣୀ କୁଣ୍ଡ ଭିତରକୁ ପ୍ରବେଶ କରିବା ପାଇଁ ରାସ୍ତା। ମୁଁ ବର୍ତ୍ତମାନ ତା ଭିତରରେ ଏଇ କିପରି ଛପର ଗୁଡ଼ିକ ଭାଙ୍ଗି ଯାଇଅଛି, ଏ ଦେଖିପାରୁଥିବେ। ହ୍ୟାଲୋ ବନ୍ଧୁଗଣ, ଏ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଯଦି ଆପଣ